नमस्कार, जय जगन्नाथ। ଶୀତୁଆ ମଧ୍ୟାହ୍ନର ଶୁଭକାମନା ଆପଣମାନଙ୍କୁ ସମସ୍ତଙ୍କୁ। ଆଜି ପୁଣି ଏକ ନୂଆ ଗଳ୍ପର ସମ୍ଭାର ନେଇ ମୁଁ ଡକ୍ଟର ସମୀର କୁମାର ହୋଇ ଆପଣଙ୍କ ଆଗରେ ଉପସ୍ଥିତ। ଶହେ ଶବ୍ଦ ବିଶିଷ୍ଟ ଗଳ୍ପ ଶୃଙ୍ଖଳାର ଏହା ହେଉଛି ମୋର 17ତମ ଗଳ୍ପ। ଡିଜିଟାଲ ଯୁଗରେ ଅସଚେତନତା କେତେ ମହଙ୍ଗା ପଡ଼ିପାରେ ତାହାର ଏକ ଜୀବନ୍ତ ଉଦାହରଣ ଏହି ଗଳ୍ପ ମାଧ୍ୟମରେ ମୁଁ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି। ଓହୋ, କି ଶୀତ! ପ୍ରାୟ 12 ଡିଗ୍ରୀ, 10ରୁ 12 ଡିଗ୍ରୀ ବର୍ତ୍ତମାନ ଶୀତ ଏଠି ଅଛି। ମୁଁ ମୋ ନିଜ ଗୃହ ଜଳେଶ୍ୱରରେ ଅଛି। ତେଣୁ ଡେରି କାହିଁକି, ଆସନ୍ତୁ ନା ପଢ଼ିବା ଆଜିର ଗଳ୍ପ ଭୟ, ଭରସା ଓ ଏକ ଫୋନ୍ କଲ୍। ବିହାର ରାଜ୍ୟର ଏସ୍ଡିଏମ୍ ଡାକ୍ତର ଅମିତା ଚୌଧୁରୀ। ସବୁଦିନ ପରି ସେଦିନ ମଧ୍ୟ ସେ ମଜା ନେଉଥାନ୍ତି ବାମ୍ଫ ଦିଆ ଚା ପିଆଲାରେ। ହଠାତ୍ ତାଙ୍କ ଫୋନ୍ ଗର୍ଜି ଉଠିଲା। ଏହା ଏକ ଅପରିଚିତ ଫୋନ୍ କଲ୍ ଥିଲା। ଅନିଚ୍ଛା ସତ୍ତ୍ୱେ ଅମିତା ଫୋନ୍ ଉଠାଇଲେ। କାଳେ କେହି ରୋଗୀ ଅସୁବିଧାରେ ପଡ଼ିଥାଇପାରେ। ଫୋନ୍ ଆରପଟୁ ଗମ୍ଭୀର ସ୍ୱରରେ କୁହାଗଲା, ତାଙ୍କ ନାମରେ ଅନଲାଇନ୍ ମାଧ୍ୟମରେ ମାଦକ ଦ୍ରବ୍ୟ ଅର୍ଡ଼ର ହୋଇଛି। ସେ ଘରୁ ବାହାରିଲେ ତୁରନ୍ତ ପୋଲିସ ଗିରଫ କରିବ। ଏହି କଥା ଶୁଣି ଜଣେ ଶିକ୍ଷିତ ଅନୁଭବୀ ଡାକ୍ତର ମଧ୍ୟ ମାନସିକ ଭାଙ୍ଗି ପଡ଼ିଲେ। ଭୟର ଆବେଶରେ ବୁଦ୍ଧି ଅଚଳ ହୋଇଗଲା। ଠକମାନେ ସାହାଯ୍ୟ ନାମରେ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ନମ୍ବର ଓ OTP ମାଗିନେଲେ। କେସ୍ ବନ୍ଦ କରିଦେବାର ଆଶ୍ୱାସନା ଦେଲେ। ଭରସା କରି ଡାକ୍ତର ଅମିତା ସବୁ ସୂଚନା ଦେଇଦେଲେ। କ୍ଷଣମାତ୍ର ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାର ସମସ୍ତ ଟଙ୍କା ଗାୟବ ହୋଇଗଲା। ଯେଉଁ ଡାକ୍ତର ଦିନେ ରୋଗୀଙ୍କ ଜୀବନ ବଞ୍ଚାଉଥିଲେ, ସେ ନିଜେ ସାଇବର ଠକର ଶିକାର ହେଲେ। ଏହି ଘଟଣା ପ୍ରମାଣ କରିଦେଲା, ଶିକ୍ଷା, ପଦବୀ କିମ୍ବା ପେଶା କାହାକୁ ମଧ୍ୟ ସୁରକ୍ଷା ଦେଇପାରେନି ଯଦି ସଚେତନତା ନାହିଁ। ସଚେତନତାର ଅଭାବ ହିଁ ଆମକୁ ଠକେଇର ଶିକାର କରିଥାଏ। ସାଇବର ଅପରାଧୀମାନେ ଭୟକୁ ଅସ୍ତ୍ର କରନ୍ତି, ଭରସାକୁ ଅପେକ୍ଷା ରଖନ୍ତି। ତେଣୁ ଏପରି କୌଣସି କଲ୍, ମେସେଜ ବା ଲିଙ୍କ ଆସିଲେ ଭୟ ନୁହେଁ, ବୁଦ୍ଧି ଓ ସଚେତନତାକୁ ଆଗରେ ରଖିବା ହିଁ ଏକମାତ୍ର ସୁରକ୍ଷା। ଜୟ ଜଗନ୍ନାଥ। ଧନ୍ୟବାଦ ପୁଣି ଥରେ ସମସ୍ତଙ୍କୁ।